ଆସନ୍ତା 4 ତାରିଖରୁ ରାଜ୍ୟରେ ପଡିବ ଥଣ୍ଡା। ଆସନ୍ତା 4 ତାରିଖରୁ ବଢିବ ଥଣ୍ଡା। ରାତିର ତାପମାତ୍ରା 2 ରୁ 4 ଡିଗ୍ରୀ ଯାଏଁ ଖସିଯିବ। ଏବେ ପାରଦ ଉପର ମୁହାଁ ହେବା ଯୋଗୁ ଅନେକ ସ୍ଥାନରୁ ଥଣ୍ଡା କମିଛି, କିନ୍ତୁ 2 ଦିନ ପରେ ଥଣ୍ଡା ପୁଣି ବଢିଯିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। 2 ଓ 3 ତାରିଖ ରାତିରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତିରେ ତାପମାତ୍ରା 13 ରୁ 15 ଡିଗ୍ରୀ ଉପରେ ରହିବ। ଉପକୂଳ ଓଡିଶାର ବହୁ ସ୍ଥାନରେ ପାରଦ 15 ଡିଗ୍ରୀ ବା ଏହାଠାରୁ ଅଧିକ ରହିପାରେ ବୋଲି ପାଣିପାଗ ବିଭାଗର ଆକଳନ କରିଛି। ଦାରିଙ୍ଗବାଡିରେ ରାତ୍ରି ତାପମାତ୍ରା ସବୁଠାରୁ କମ୍ 11.5 ଡିଗ୍ରୀ ଅନୁଭୂତ ହୋଇଛି। ଉଦୟଗିରି 12.4 ଡିଗ୍ରୀ, ଝାରସୁଗୁଡାରେ 13.7, ବୌଦ୍ଧରେ 13.8, କେନ୍ଦୁଝର ଫୁଲବାଣୀ 14., ରାଉରକେଲାରେ 14 ଡିଗ୍ରୀ, ଢେଙ୍କାନାଳରେ ଅନୁଗୁଳରେ 14.6 ଡିଗ୍ରୀ, ଝାରସୁଗୁଡାରେ 13.7 ଡିଗ୍ରୀ, ଭଦ୍ରକରେ 14, କଟକରେ 15, ବଲାଙ୍ଗୀରରେ 15.2 ଡିଗ୍ରୀ, ସୁନ୍ଦରଗଡରେ 15.4, ନୂଆଗଡରେ ନବରଙ୍ଗରେ 15.5 ଡିଗ୍ରୀ ରେକର୍ଡ କରାଯାଇଛି।